ଜଗତରେ ଯେତେ ଜୀବନ ସବୁ ରହିଛି, ମଣିଷ ପଶୁପକ୍ଷୀ ଠାରୁ ଆରମ୍ଭ କରି ସବୁ ଜୀବନ ତରଫରୁ ଦୀପାବଳି ଉତ୍ସବ ପାଳିତ ହୁଏ। ତାମାନେ ପ୍ରତ୍ୟେକ ଜୀବନକୁ ଏଠି ଉତ୍ସାହିତ କରାଯାଏ ବା ସ୍ୱାଗତ କରାଯାଏ। କାରଣ ଜୀବନଟା ଯେଉଁଠି, ଜଗତ ଜୀବନ ମଧ୍ୟ ସେଇଠି। ସେଇଭଳି ଦୀପାବଳି ଉତ୍ସବ ଆଉ କାଳୀ ପୂଜା। କାଳୀ ହେଉଛନ୍ତି ଜ୍ଞାନମୟୀ, ସେ ବିଦ୍ୟାମୟୀ। ମଣିଷ ଯେତେବେଳେ ଅସାଧ୍ୟ ରୋଗରେ ପଡ଼େ ବା ବିପଦରେ ପଡ଼େ ବା ବିଷାଦରେ ପଡ଼େ, ସେତେବେଳେ ମହାକାଳୀଙ୍କର କୃପା ଲାଭ କଲେ ତାହା କ୍ଷଣିକ ମାତ୍ରକେ ଦୂରେଇଯାଏ। ତେଣୁ ମହାକାଳୀ କହିଲେ ଗୋଟେ ସ୍ୱତନ୍ତ୍ର କଥା ନୁହେଁ। ଆମ ମା, ଆମ ପାଇଁ ଲକ୍ଷ୍ମୀ, ଯେତେବେଳେ ସେ ଆମ ପେଟକୁ ଦେଖେ, ଆମେ କେତେବେଳେ ଖାଇବୁ, କ'ଣ ଖାଇବୁ, କ'ଣ କଲେ ସେ ଭଲ କରି ଖାଇବ, ଇଏ ହେଉଛି ମହାଲକ୍ଷ୍ମୀଙ୍କର ରୂପ। ପିଲାଟି ଯେତେବେଳେ ଜନ୍ମ ହୁଏ, ସେତେବେଳେ ମାର ସ୍ତନରୁ କ୍ଷୀର ପିଏ ପିଲାଟି, ସେଇ କ୍ଷୀରରେ ସେ ବଞ୍ଚେ। ସେତେବେଳେ ମା ହେଉଛନ୍ତି ମହାଲକ୍ଷ୍ମୀ। ଯେତେବେଳେ ପିଲାଟିକୁ ନାମକରଣ କରି ବିଦ୍ୟା ଅଧ୍ୟୟନ କରିବା ପାଇଁ ମା ଯେତେବେଳେ ପ୍ରଚେଷ୍ଟା କରେ, ଧରାଯାଉ ଜଣଙ୍କର ମା ନାହିଁ, ଜଣଙ୍କର ବାପା ମା ନାହାନ୍ତି, ଭାଇ ଭାଉଜ ଅଛନ୍ତି, ଜଣଙ୍କର ଭାଇ ଭାଉଜ ନାହିଁ, ସେ ମାମୁଁ ମାଇଁ ଅଛନ୍ତି। ମୋଟାମୋଟି କଥା, ମାର ରୂପ କହିଲେ ଆମେ ଗୋଟେ ନିର୍ଦ୍ଦିଷ୍ଟ ରୂପକୁ ମାନେ ଭାବିବା, ସେଟା ଗୋଟେ ବଡ଼ କଥା। କିନ୍ତୁ ମାର ଭୂମିକା ଯେଉଁମାନେ ମାନେ ମାର ଭୂମିକା ଯେଉଁମାନେ ପାଳନ କରନ୍ତି, ସେମାନେ ମଧ୍ୟ ଧରନ୍ତୁ ମେଡ଼ିକାଲରେ ଆମର ଯେମିତି କୁହାଯାଏ ନର୍ସମାନଙ୍କୁ, ସେମାନେ ମଧ୍ୟ ମା। ମାଉସୀ ମଧ୍ୟ ମା। ଆମର କୁହାଯାଏ ପୁରୁଣା କାଳରେ ଧାଇ ମା, ଯେ ପିଲା ପ୍ରସବ କରାନ୍ତି। ତେଣୁ ମାର ଭୂମିକା ଯେଉଁମାନେ ନିଅନ୍ତି, ସେମାନେ ହେଉଛନ୍ତି ମା। କୋଇଲିର ମା କାଉ ବସାରେ ଡିମ୍ବ ଦିଏ। ସେ ଡିମ୍ବଟି ଫାଟିଗଲା ପରେ ଯେତେବେଳେ କୋଇଲି ଛୁଆଟିଏ ଜନ୍ମ ନିଏ, କାଉ ମା ତାକୁ ଖାଇବାକୁ ଦିଏ। ସିଏ ତାର ନିଜର ମା ନୁହେଁ, କିନ୍ତୁ ସେ ମାର ଭୂମିକା ଗ୍ରହଣ କରେ। ତେଣୁ ମା ହିଁ ଗୋଟେ ସ୍ୱତନ୍ତ୍ର ଶବ୍ଦ। ଆପଣମାନେ ଦେଖିବେ, ଆମର ସନାତନ ଧର୍ମର ହିନ୍ଦୁ ପରିବାରର ଅନେକ ମଠ ମନ୍ଦିର ଥିଲେ ବି, ସବୁ ମଠ ମନ୍ଦିର ଭିତରେ ଗୋଟେ ମାର ରୂପ ରହିଛି। ମାର ପୂଜା ଆରାଧନା ମଧ୍ୟ ରହିଛି। ଧରନ୍ତୁ ଜଗନ୍ନାଥଙ୍କ ମନ୍ଦିରରେ ସୁଭଦ୍ରା ଅଛନ୍ତି, ମହାଲକ୍ଷ୍ମୀ ଅଛନ୍ତି, ବାଟମଙ୍ଗଳା ଅଛନ୍ତି, ବଟମଙ୍ଗଳା ଅଛନ୍ତି, ଶ୍ରୀଦେବୀ ଅଛନ୍ତି, ଭୂଦେବୀ ଅଛନ୍ତି, ଏମିତି ଅନେକ ମା ବିମଳା ଅଛନ୍ତି। ଇଏ ଗୋଟିଏ ମନ୍ଦିର ଭିତରେ ଏତେ ମାଙ୍କର
ପୂଜା ଚାଲିଛି। ସେମିତି ଆପଣ ଦେଖିବେ ଶାରଦାଙ୍କ ମନ୍ଦିର, ବିରଜାଙ୍କ ମନ୍ଦିର, ସମଲେଇଙ୍କ ମନ୍ଦିର, ମା କାଳୀଙ୍କ ମନ୍ଦିର, ତାରାଙ୍କ ମନ୍ଦିର, ଉଗ୍ରତାରାଙ୍କ ମନ୍ଦିର, ତାରିଣୀଙ୍କ ମନ୍ଦିର, ତାରା ତାରିଣୀଙ୍କ ମନ୍ଦିର, ଯେଉଁ ମାଆର ମନ୍ଦିରକୁ ଯିବେ ସେଠି ମାଆର ପୂଜା ହେଉଛି ଏବଂ ତାଙ୍କ ନିକଟରେ ମଧ୍ୟ ଗୋଟେ ଚଳନ୍ତି ପ୍ରତିମା ମଧ୍ୟ ରହିଛି, ସେ ମଧ୍ୟ ମା। ଶିବଙ୍କ ପାଖରେ ମାଆର ନାଁ ହେଉଛି ପାର୍ବତୀ। କୃଷ୍ଣଙ୍କ କଥା ଯେତେବେଳେ ପଡ଼େ ସେତେବେଳେ ଆସେ ରାଧା। ଯେତେବେଳେ ନାରାୟଣୀ ଶବ୍ଦ ଆସେ ସେତେବେଳେ ଶବ୍ଦଟି ଆସେ ନାରାୟଣ ନାରାୟଣୀ, ଭଗବତ ଭଗବତୀ। ତେଣୁ ସବୁ ଭିତରେ ଗୋଟେ ମାଆର ସ୍ୱରୂପ ରହିଛି। କ୍ଷୀରାବ୍ଦି ସମୁଦ୍ରରେ ମହାବିଷ୍ଣୁ ଅନନ୍ତ ଶୟନ କରିଛନ୍ତି, କିନ୍ତୁ ମହାଲକ୍ଷ୍ମୀ ସେଠି ସେବାରେ ଅଛନ୍ତି, ସରସ୍ୱତୀ ସେଠି ବୀଣା ବାଦନ କରୁଛନ୍ତି। ଇଏ ହେଉଛି ଅନନ୍ତଙ୍କ କ୍ଷେତ୍ର। ଏଠି ଆପଣ ଦେଖିବେ ଆମର କ୍ଷେତ୍ରେଶ୍ୱରୀ ହେଉଛନ୍ତି ମା ଜ୍ୟୋତିର୍ପ୍ରଭା ଶାରଦା। ପୁଷ୍କରିଣୀ କୂଳରେ ପୂଜା ପାଉଛନ୍ତି ମା ରାମଚନ୍ଦ୍ର। ଏମିତି ଗୋଟିଏ ଗାଁ ଆମ ଭାରତରେ ବା ଓଡ଼ିଶାରେ ନଥିବ ଯେଉଁଠି ଗୋଟେ ମାତୃ ମନ୍ଦିର ନଥିବ। ତାକୁ ଆମେ କହୁଛୁ ଗ୍ରାମ୍ୟ ଠାକୁରାଣୀ, ଗାଁ ଠାକୁରାଣୀ। ଏଇ ଗାଁ ଠାକୁରାଣୀ ମାନଙ୍କ ଉପରେ ନିର୍ଭର କରି ଗ୍ରାମବାସୀମାନେ ପର୍ବପର୍ବାଣୀ ସବୁକିଛି ପାଳନ କରନ୍ତି। ସେଇ ମା ହେଉଛନ୍ତି ଶସ୍ୟ କେଦାର କ୍ଷେତ୍ରର ଶସ୍ୟ, ସେଇ ହେଉଛନ୍ତି ଅନ୍ନମୟୀ ଖାଦ୍ୟ ବା ଅନ୍ନପୂର୍ଣ୍ଣା, ସେଇ ହେଉଛନ୍ତି ଔଷଧ ରୂପୀ ମହାକାଳୀ, ସେଇ ହେଉଛନ୍ତି ବିଦ୍ୟାଦାୟିନୀ ସରସ୍ୱତୀ, ସେଇ ହେଉଛନ୍ତି ଆମ ଜୀବନ ଆଉ ଜଗତର ରକ୍ଷା କରନ୍ତି ମା ଦୁର୍ଗା। ତେଣୁ ଆଜି ଯେଉଁ ପୂଜା ଇଏ ହେଉଛି ମହାକାଳୀଙ୍କର ପୂଜା। ଇଏ ମହାକାଳୀଙ୍କର ପୂଜାକୁ ଯେଉଁମାନେ ଠିକ୍ ଭାବରେ କରନ୍ତି ସେମାନେ ଜ୍ଞାନ ଲାଭ କରନ୍ତି। କିନ୍ତୁ ଅନେକ ଭାବନ୍ତି ତାଙ୍କର ଜିଭଟା ବାହାରକୁ ବାହାରି ଆସିଛି, ସେ କରାଳି, କିନ୍ତୁ ପ୍ରକୃତରେ ମା କରାଳି ନୁହନ୍ତି, ସିଏ ସବୁବେଳେ ଶାନ୍ତମୟୀ। ଜିଭଟା ହେଉଛି ଗୋଟେ ଖାଦ୍ୟ ସଂଯମର ଇନ୍ଦ୍ରିୟ। ଜିଭଟା ହେଉଛି ଗୋଟେ ମଧୁର ଭାଷା କହିବାର ଏକ ଇନ୍ଦ୍ରିୟ ହେଉଛି ଜିଭ। ତେଣୁ ଜିଭଟା ଲମ୍ବି ଆଇଛି ବୋଲି ତାକୁ ଆମେ କହିବା ତନ୍ତ୍ରମୟୀ। ରାମକୃଷ୍ଣ ପରମହଂସ ଦେବ ମହାକାଳୀଙ୍କର ସେବକ ଥିଲେ। ସେ କ'ଣ ତାନ୍ତ୍ରିକ ଥିଲେ? ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣଙ୍କର ଶିଷ୍ୟ ଥିଲେ, ସେ କ'ଣ ତାନ୍ତ୍ରିକ ଥିଲେ? ତେଣୁ ମହାକାଳୀ ହେଉଛନ୍ତି ଜ୍ଞାନମୟୀ, ବିଦ୍ୟାମୟୀ, ସେଇ ହିଁ ଅନ୍ନପୂର୍ଣ୍ଣା, ଅପର୍ଣ୍ଣା, ସେଇ ହେଉଛନ୍ତି ଶାକମ୍ଭରୀ। ତାଙ୍କୁ ଶାକମ୍ଭରୀ ରୂପରେ ସ୍ମରଣ କଲେ ସମାଜର ମାନେ ଯେଉଁଟା ମରୁଡ଼ି ଧୋଇବା ଯେଉଁ ଦୁର୍ଭିକ୍ଷ ଏସବୁ ଦୂରୀଭୂତ ହେବ। ସେ ହେଉଛନ୍ତି ମା ଶାକମ୍ଭରୀ।
ସେଇ ହେଉଛନ୍ତି ଅପର୍ଣ୍ଣା, ସେଇ ହେଉଛନ୍ତି ଅନ୍ନପୂର୍ଣ୍ଣା। ଆଜି ସେଇ ମାର ପାଦ ତଳେ ଆଜି ପୂଜାର୍ଚ୍ଚନା ଚାଲିଛି, କାଲି ଜଳିବ ମାର ଉଦ୍ଦେଶ୍ୟରେ ଜୀବନ ଦୀପାଳି। ସେ ଘିଅ ଢାଳିକିରି ଦୀପ ଜଳିବ, ସେ ଗୋଟେ ବାହ୍ୟ କଥା, ଲୌକିକ କଥା। କିନ୍ତୁ ମୋତେ ଲାଗେ ଜୀବନ ଗୁଡ଼ିକ ଜୀବନ ତରଫରୁ ଜୀବନ ଦୀପାଳି ଗୁଡ଼ିକ ଜଳୁଛି। ମହାଭାରତରେ ଗୋଟିଏ କଥା ଆମେ ଶୁଣିଛୁ, ଯେତେବେଳେ ପାଣ୍ଡବମାନେ ବନବାସ କରିବାକୁ ଗଲେ, 12 ବର୍ଷ ବନବାସ କରିବେ, ଗୋଟିଏ ବର୍ଷ ଅଜ୍ଞାତ ବନବାସ କରିବେ। ଯେଉଁଦିନ ତାଙ୍କର 13 ବର୍ଷ ପୁରିଲା, କାହାକୁ ସେ ସମସ୍ତେ ଭୁଲିଗଲେଣି, କିନ୍ତୁ ପିତାମହ ଭୀଷ୍ମ ତାଙ୍କ ନିବାସରେ ବା କୋଠରୀ ଭିତରେ ସେ 106ଟି ଦୀପ ଲଗେଇଲେ। ये कथा महात्मा विदुर जानिचंती जे पितामह भीष्म 106 गोटी दीप लगेइले कहीं सी पितामह भीष्म को मध्य पचारिले, पितामह आपण ये 106टी दीप जालुचंती, यार कारण कौन? सी तार उत्तर देइथिले, मु होची जेजे, मु कौरव मानकर जहा, पांडव मानकर 100। कौरव माने हेले 100, पांडव माने हेले 5। ताले महात्मा विदुर कहले 105टी परिवर्ते आपण 6टी दीप जालुचंती। से नीरव रही एवं से महात्मा विदुर को कही समय आसीब सत्यर उद्घाटन हम, आउ किछि दिन तुमको अपेक्षा करने को पड़ो, वर्तमान मु ता ना कहबी। सी किंतु यही 6टी दीप भितर अछंती। परवर्ती समय जना पड़ा सी होचंती कुंती पुत्र कर्ण। गीता तो आम पढ़ुचे, बहुत कथा आम पढ़ुचे, तार व्याख्या भी पढ़ुचे। ये देखंतु भक्ति काहाकू कहा जाए, ये कथा जितेबाला अर्जुन भगवान कृष्ण को पाखे पहुँची, भक्तिटा काहाकू कहा जाए। कृष्ण भक्ति विषय केते गुड़िए कथा कहते, कि गोटे शब्द कहते अनपक्ष। जो माँ हूँ, बापा हूँ, भाई हूँ, भाउज हूँ, भौणी हूँ, भिणे हूँ, निरपक्षता जो ना सेठी भक्ति केबे हेले रही पारिबो नहीं। भक्ति की मध्य गोटे जननी बोली कह जाए, भक्ति जननी। धरतु आश्रम आम समस्ते अच्छे, यदि आम कहवा से अमुक लोकटी तापे गोटे वस्त्र दियो, ताकू एमती गोटे वस्त्र, माने जो वस्त्रर अन्नर व्यंजनर जो तारतम्य रहे निरपक्ष। मो पुओ गीता, गीतार प्रथम श्लोकटा को अनेक विज्ञ पुरुष माने कहते जे पितामह भीष्म जिते पितामह धृतराष्ट्र जिते कहले मो पुत्र आ पांडुपुत्र, से आरंभ है युद्धर मंत्री से पोताला। सी यदि कही मोर 105 पुत्र भितर वर्तमान युद्ध धर्म क्षेत्र स्वरूपी कुरुक्षेत्र हम,
ଏବେ କ'ଣ ସବୁ ଘଟିଲା ମୋତେ ଟିକେ ସଞ୍ଜୟ କହ, ତାହେଲେ ସେ ଶ୍ଳୋକ ଉପରେ ଏତେ ଆଲୋଚନା ହେଇନଥାଏ। ଏଇ ଯେଉଁ ମୋର ତୋର ଏଇ ଯେଉଁ ଭାବ ଗୁଡ଼ାକ ଆମ ଭିତରେ ସବୁ ଅଛି, ଏଗୁଡ଼ାକ ଅବିଦ୍ୟା। ଏଇଥିପାଇଁ ଆମ ଘର ସଂସାର ଠାରୁ ବିଶ୍ୱ ପର୍ଯ୍ୟନ୍ତ କଳି କଜିଆ ସବୁ ଲାଗିଛି। ତେଣୁ ଅନପକ୍ଷ ନିରପକ୍ଷ ହୁଅ। ମହାଭାରତ ଯୁଦ୍ଧରେ ନିରପକ୍ଷ କିଏ ଥିଲେ? ଯଦି ପଚରା ଯିବ ଆପଣମାନଙ୍କୁ ବା ମୋତେ, ଯଦି ଆମେ ପଚରା ପଚରି ହେବା, ମହାଭାରତ ଯୁଦ୍ଧରେ ନିରପକ୍ଷ କିଏ ଥିଲେ? ଭୀଷ୍ମ ତ କୌରବମାନଙ୍କ ପକ୍ଷରେ ଥିଲେ, ଦ୍ରୋଣ କୌରବମାନଙ୍କ ପକ୍ଷରେ ଥିଲେ, କୃପାଚାର୍ଯ୍ୟ କୌରବମାନଙ୍କ ପକ୍ଷରେ ଥିଲେ। ତାହେଲେ ନିରପକ୍ଷ କିଏ ଥିଲେ? ଆମେ ଭାବି ଚିନ୍ତିକିରି କହିବା ଭଗବାନ ଶ୍ରୀକୃଷ୍ଣ ଥିଲେ। ଶ୍ରୀକୃଷ୍ଣ ସିନା ଯୁଦ୍ଧ ଅସ୍ତ୍ର ଧରି ନଥିଲେ, ରଥ ଚଳଉଥିଲେ କାହାର? ନନ୍ଦିଘୋଷ ରଥକୁ ଚଳଉଥିଲେ କିଏ? କାହାର? ସେ ଅର୍ଜୁନଙ୍କର, ପାଣ୍ଡବମାନଙ୍କ ପକ୍ଷରେ ଥିଲେ। ନିରପକ୍ଷ ହେଉଛନ୍ତି ବଳରାମ। ବଳରାମ ଥିଲେ ନିରପକ୍ଷ। ଯୁଦ୍ଧର ପ୍ରାରମ୍ଭରୁ କହିଥିଲେ ପାଣ୍ଡବ ଆମର, କୌରବ ଆମର, ଆମେ କାହା ପକ୍ଷ ନେବୁ। କିନ୍ତୁ ପକ୍ଷ ନ ନେଲେ ସମାଧାନ ହେଇପାରିବନି, ଧର୍ମ ପ୍ରତିଷ୍ଠା ହେଇପାରିବନି। ତେଣୁ ଭଗବାନ କୃଷ୍ଣ ଭାଇ ବଳରାମଙ୍କୁ, ଜ୍ୟେଷ୍ଠ ଭ୍ରାତ ବଳରାମଙ୍କୁ ମାଗୁଣି କରିଥିଲେ ଯେ ସବୁ ତୀର୍ଥରାଜମାନଙ୍କୁ ଆପଣ ଟିକେ ବୁଲିକିରି ଆସନ୍ତୁ। ତୀର୍ଥ ଗୁଡ଼ିକ ପାପ ଧୌତ କରି କରି ନିଷ୍କ୍ରିୟ ହେଇଯାଇଛନ୍ତି, ତାଙ୍କୁ ପୁଣି ଉଜ୍ଜୀବିତ କରିଦେଇ ଆସନ୍ତୁ। ତେଣୁ ବଳରାମ ଥିଲେ ନିରପକ୍ଷ। ସେ କାହାରି ପକ୍ଷରେ ଅସ୍ତ୍ର ଧରି ନଥିଲେ। ସେଥିପାଇଁ ଆମେ ସବୁବେଳେ କୃଷ୍ଣ କୃଷ୍ଣ ବୋଲି କହୁଛୁ, କିନ୍ତୁ ବଳରାମ ହେଉଛନ୍ତି ପ୍ରକୃତରେ ରାଜା। ଇଏ ହୃଦୟ ସମ୍ରାଟ ହେଲେ, କୃଷ୍ଣ ଯଦି ହୃଦୟର ସମ୍ରାଟ ହୁଅନ୍ତି, ଜଗତର ସମ୍ରାଟ ହେଉଛନ୍ତି ବଳରାମ। ସେଥିପାଇଁ ଅଚ୍ୟୁତ ଲେଖିଲେ ବଳରାମ ହେବେ ରାଜା। ଗୋଟେ ନିରପକ୍ଷ ରାଜ୍ୟ, ଏ ନିରପକ୍ଷ ଶାସନ ଯେ ପର୍ଯ୍ୟନ୍ତ ପୃଥିବୀକି ଆସିନାହିଁ, ନିରପକ୍ଷ ଶାସନ ଯେ ପର୍ଯ୍ୟନ୍ତ ଭାରତବର୍ଷକୁ ଆସିନାହିଁ କି ଓଡ଼ିଶାକୁ ଆସିନି, ଏମିତି ଗଣ୍ଡଗୋଳ ଚାଲିଥିବ। ତେଣୁ ଅନପକ୍ଷ ସୁଚିରିଦକ୍ଷ ଉଦାସୀନ ଗତବ୍ୟ ସର୍ବାରମ୍ଭ ପରିତ୍ୟାଗୀ ମଦ୍ଭକ୍ତ ତମେ। ହଉ, ଏ ତ ଏମିତି ବହୁତ କଥା କହିଲେ ବହୁତ ସମୟ ଲାଗିବ। ଆଜି ଆମର ଜ୍ୟୋତିପ୍ରଭାଙ୍କୁ ଆମେ ମହାକାଳୀଙ୍କ ରୂପରେ ବନ୍ଦେ ମାତରମ୍ ବନ୍ଦନାରେ ତାଙ୍କୁ ଆଜି ଆରତି କରି ସମଗ୍ର ବିଶ୍ୱ ଦେଶର ମଙ୍ଗଳ କାମନା, ଆମେ ଆଉ ମଙ୍ଗଳ କାମନା ଆଉ କ'ଣ କରିବୁ? ସେ ତ ମଙ୍ଗଳମୟୀ ସର୍ବମଙ୍ଗଳ ମାଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତେ। ଆଜି ଉଗ୍ରତାରାଙ୍କ ପାଖରେ ମଧ୍ୟ ଆମ ଓଡ଼ିଶାର ଅଦ୍ୱିତୀୟ ପୀଠ ଉଗ୍ରତାରା, ତାଙ୍କ ପାଖରେ ମଧ୍ୟ ଆଜି ପୂଜାର୍ଚ୍ଚନା ପ୍ରଦ୍ୟୁମ୍ନ ଯାଇ କରିକିରି ଆସିଲେ। ଗଲେଣି ବୋଲି କ'ଣ ତାଙ୍କର ଆତ୍ମା କୁଆଡ଼େ ପଳେଇଲା? ତାଙ୍କର କାମନା କ'ଣ କୁଆଡ଼େ ପଳେଇଲା?